ଶୋଇଥିବା ସମୟରେ ହାତୀ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମିରିଖଚି ଗ୍ରାମ ପଞ୍ଚାୟତ କଟାବେଡ଼ା ଗ୍ରାମରେ ଗୋଟିକିଆ ହାତୀ ଆଜି ସକାଳ 5 ଘଟିକା ସମୟରେ ତପସ୍ୱିନୀ ମୁଣ୍ଡା ଶୁକ୍ରା ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି 4 ଜଣ ପରିବାର ସଦସ୍ୟ। ପ୍ରତିବର୍ଷ ହାତୀ ଆସି ଘର ଭାଙ୍ଗୁଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। ଏବେ ଆମେ ଟିକେ ବଞ୍ଚିଗଲୁ ସବୁ ଶୋଇଥିନୁ ବିଛଣାରେ ଥିନୁ ଆଜ୍ଞା ସକାଳୁ ଛୁଆ ପିଲା ଶୋଇଥିଲୁ। ସକାଳ 6ଟା ବେଳୁ ପଳେଇ ଆସିଲା ଯେମିତି ଘର ଭାଙ୍ଗୁ ଭାଙ୍ଗୁ ଛୁଆଟା ଉପରେ ଆଉ ଟିକେ ମାଟି ଟେଡ଼ାଟା ପଡ଼ିଥାନ୍ତା। ମୋ ଗୋଡ଼ ଆଡ଼େ ଗୋଟେ ଟେଡ଼ା ପଡ଼ିଲା, ମୁଣ୍ଡ ଆଡ଼େ ଗୋଟେ। ତ ଛୁଆଟା ମୋ ପେଟ ତଳେ ଶୋଇଥିଲା। ଛୁଆଟାକୁ କେମିତି ବାଜିଲା ନାହିଁ, ମାଟି ଟେଡ଼ା ନହେଲେ ମରିଯାଇଥାନ୍ତା। ଛୋଟିଆ ଛୁଆଟେ ସୁବିଧା କରିଦିଅନ୍ତୁ। ଏଇ ମାଟି ଘରେ ରହିହେବ ନାହିଁ। ଏଇଟା ତ ଠାକୁରଙ୍କର ରାସ୍ତା ହେଇଗଲା ଯିବା ଆସିବା। ଏହା ପରେ ଛାତ ଗୋଟେ କରିଦିଅନ୍ତୁ। ଆଜ୍ଞା ଗଲା ବର୍ଷ ଆମ ଘର ଭାଙ୍ଗି ଦେଇଥିଲେ। ଏଇଟା ମିଶେଇକିରି 3 ବର୍ଷ ହେଲାନି 3ଟା ଘର ଭାଙ୍ଗିଲେନି। ଛୁଆଟା ଶୋଇଥିଲା, ମରୁ ମରୁ ମୃତ୍ୟୁମୁଖରୁ ବଞ୍ଚି ଆସିଛି। ଆଉ ସରକାର ଯାହାହେଲେ ବି ଆମକୁ ସୁବିଧା କରୁ। ସବୁ ବର୍ଷ ଏମିତି ପ୍ରତ୍ୟେକ ବର୍ଷ ଆସି ଆସି ଭାଙ୍ଗି ଦଉଛି ଠାକୁର। ଆଉ ଆମେ ଏମିତି ସବୁବେଳେ ମୃତ୍ୟୁମୁଖରୁ ବଞ୍ଚି ବଞ୍ଚି ଆମେ ଜଙ୍ଗଲରେ ରହୁଛୁ ଆଜ୍ଞା। ଆଉ ପାଣି ବି ଏଠି ଆମର ସୁବିଧା ନାହିଁ, ନଦୀରୁ ଖାଉଛୁ। ଆଉ ଏମିତି ନଦୀରୁ ଆଣି ଘର ବନେଇଛୁ। ଘର ସବୁ ଭାଙ୍ଗି ଦଉଛି। ଆମେ ଆଜ୍ଞା କୋଉଠି ରହିମୁ? ଆମକୁ ଯେମିତି ହେଲେ ବି ସରକାର ଆମକୁ ସାହାଯ୍ୟ କରୁ। କେନ୍ଦୁଝର ଜିଲ୍ଲା ସାହାରପଡ଼ାରୁ ନବୀନ କୁମାର ମହାନ୍ତଙ୍କ ସହିତ ଦୀପକ କୁମାର ମହାନ୍ତଙ୍କ ରିପୋର୍ଟ, ପବିତ୍ର ନ୍ୟୁଜ୍ ଓଡ଼ିଶା।